ବଢ଼ୁଛି ତାପମାତ୍ରା ଧୀରେ ଧୀରେ ଗରମ ହେବା ଆରମ୍ଭ ହୋଇଗଲାଣି। ଦିନ ଦ୍ୱିପହର ବେଳକୁ ପାରଦ ସାମାନ୍ୟ ଠାରୁ ଅଧିକ ରହୁଛି। ଅଧିକା ସେହିପରି ରାତିରେ ବି ସ୍ୱାଭାବିକ ଠାରୁ 2ରୁ 3 ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ଶୁଷ୍କ ଜଳୀୟ ବାଷ୍ପ ବହୁ ପରିମାଣରେ ରାଜ୍ୟ ଭିତରକୁ ପ୍ରବେଶ କରୁଛି। ଏଣୁ କୁହୁଡ଼ି ଓ ତାପମାତ୍ରା ବୃଦ୍ଧି ଘଟୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଅନୁସାରେ ଗତକାଲି ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ 31.7 ଡିଗ୍ରୀ ରହିଛି। କଟକରେ ତାପମାତ୍ରା 30 ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ରାତିରେ ସର୍ବନିମ୍ନ ତାପମାତ୍ରା ରାଜ୍ୟରେ ବି ଉଦୟଗିରିରେ 10 ଡିଗ୍ରୀ ଥିଲା। ତେଣେ ଟ୍ୱିନ୍ ସିଟି ଭୁବନେଶ୍ୱରରେ 19.7 ଡିଗ୍ରୀ ଓ କଟକରେ 19.2 ଡିଗ୍ରୀ ତାପମାତ୍ରା ରହିଥିଲା। ଆଭ୍ୟନ୍ତରୀଣ ଜିଲ୍ଲା ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଥିବା ବେଳେ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ